ଯେକୌଣସି ଓଷାବାର ବ୍ରତ ହେଲା କିମ୍ବା ଯଦି ଆପଣ ବିନା ପିଆଜ ରସୁଣରେ ସବୁବେଳେ ଖାଉଛନ୍ତି ତାହେଲେ ଆପଣମାନଙ୍କ ପାଇଁ ଖାସ କରି ଏଇ ରେସିପିଟି। ଯେଉଁମାନେ ଭାବନ୍ତି ବିନା ପିଆଜ ରସୁଣରେ ଭଲ ତରକାରୀ ହେଇପାରେନି ସେମାନେ ନିହାତି ଭାବେ এই ତରକାରୀକୁ ଟ୍ରାଏ କରିବେ। ସରୋଜ କୁମାର ପ୍ରଧାନ ସାର୍ ରିକ୍ୱେଷ୍ଟ କରିଥିଲେ କିଛି ଗୋଟେ ବିନା ପିଆଜ ରସୁଣ ତରକାରୀ ଅପଲୋଡ କରିବା ପାଇଁ, ତ ତାଙ୍କ ରିକ୍ୱେଷ୍ଟରେ ଆଜି ଆମେ ସଜନା ଛୁଇଁ ଆଳୁର এই ବେସର ତରକାରୀକୁ ବନେଇବା। ନମସ୍କାର, ଓଡ଼ିଆ ବୋଉ ରୋଷେଇକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଏଇଠି ମୁଁ ଛୁଇଁ ଆଉ ଆଳୁକୁ ଏମିତି କାଟିକି ରଖି ନେଇଛି ସଫା କରିକି। ତାପରେ ଆମେ ମସଲା ବାଟିବା, ସେଥିପାଇଁ ମୁଁ ଏଠି ନେଇଛି ହଳଦିଆ ସୋରିଷ ବା ଧଳା ସୋରିଷ ଯୋଉଟା, କଳା ସୋରିଷ ଆଉ ଅଳ୍ପ କିଛି ଜିରା, ସବୁ ଗୋଟେ ଗୋଟେ ସ୍ପୁନ ଦେଇଛି ଛୋଟ ସ୍ପୁନରେ। ତାପରେ ଶୁଖିଲା ଲଙ୍କା 2-3ଟି ଦେଇଛି, ଆଉ 2ଟି ଟମାଟର ଦେଇଛି ଛୋଟ ସାଇଜର। ଆକୁ ଆମେ ଚିକଣ କରିକି ପୁରା ଭଲ ଭାବରେ ବ୍ଲେଣ୍ଡ କରିନେବା। ଆଉ ପୁରା ଚିକଣ କରି ବାଟିବି ଯେମିତି ସୋରିଷଟା ବଢିଆ ସେ ବାଟି ହେଇଯିବ। ଦେଖନ୍ତୁ କେତେ ବଢିଆ ସେ ବାଟି ହେଇଯାଇଛି। ତାପରେ ଆମେ ସୋରିଷ ତେଲ ଏଠି ଗରମ କରିବା। ଦେଖନ୍ତୁ ଆଜି କିଛି ବାରି ନଥିଲା ତେଣୁକରି ମୁଁ ସୋରିଷ ତେଲରେ ବନଉଛି। ଯଦି ଓଷା ବାରରେ ବନଉଛନ୍ତି ଆପଣ ରିଫାଇନ ତେଲ କିମ୍ବା ଘିଅରେ ମଧ୍ୟ ଆକୁ ବନେଇ ପାରିବେ। ତେଲ ଗରମ ହେଇଗଲା ପରେ ହାଲକା ଟିକେ ଲୁଣ ହଳଦୀ ମୁଁ ଦେଇ ଦେଇଥିଲି। ତାପରେ ଏଠି ମୁଁ ଛୁଇଁକୁ ଆଡ କରିନେଇଛି। ତାପରେ ଆଳୁକୁ ମଧ୍ୟ ଏକା ସାଙ୍ଗରେ ଆଡ କରିବା ଆଉ ଭଲ ଭାବରେ ଟିକେ ଭାଜି ନେବା। ଏଠି ଆମେ ଛୁଇଁ ଆଳୁକୁ ସିଝେଇବା କିଛି ବି ଦରକାର ନାହିଁ। ଦେଖନ୍ତୁ ଏଇ ସବୁ ରେସିପିକୁ ଲୋକମାନେ ବିଭିନ୍ନ ପ୍ରକାର ଉପାୟରେ ବନେଇଥାନ୍ତି। ମୁଁ ଯୋଉଟା ପୁରା ସର୍ଟକଟ ରହିବ, ଏକା ସାଙ୍ଗରେ ସବୁ ଜିନିଷ ହେଇଯିବ, ମୁଁ ସେମିତି ବନେଇକି ଦେଖୁଛି। ଆଉ ଟେଷ୍ଟ ବି ପୁରା ଜବରଦସ୍ତ ଆସିବ, ବେଶୀ ସମୟ ବି ଆପଣଙ୍କୁ ଲାଗିବନି। 15-20 ମିନିଟ୍ ଭିତରେ ଆପଣଙ୍କର এই ତରକାରୀ ରେଡି ହେଇଯିବ। ତ ଏଠି ଦେଖନ୍ତୁ ଛୁଇଁ ଆଳୁକୁ ମୁଁ ପ୍ରଥମେ ଭାଜି ନେଇଛି। ଆଗରୁ ବି ମୋ ଚ୍ୟାନେଲରେ ମୁଁ ଛୁଇଁର ବହୁତ ପ୍ରକାର ରେସିପି ସେୟାର କରିଛି, ଆପଣମାନେ ନିହାତି ଭାବେ ଭେଜ ପ୍ଲେଲିଷ୍ଟ ଚେକ୍ କରିବେ। ଆଉ ଯଦି ବିନା ପିଆଜ ରସୁଣର ରେସିପି ସବୁ ଦେଖିବାକୁ ଚାହୁଁଛନ୍ତି ତାହେଲେ ନୋ ଅନିଅନ ଗାର୍ଲିକ ପ୍ଲେଲିଷ୍ଟ ନିହାତି ଭାବେ ଚେକ୍ କରିବେ। ଏବେ ରିସେଣ୍ଟଲି ମୁଁ ଛୁଇଁର ସୁପ୍ ରେସିପି ସେୟାର କରିଥିଲି, ଆଉ ଛୁଇଁ ଆଳୁ ତରକାରୀ ଗୋଟେ ସେୟାର କରିଥିଲି, ନିହାତି ଭାବେ ପାଇଯିବେ ଆପଣ ଭେଜ ପ୍ଲେଲିଷ୍ଟରେ। ତାପରେ ଏଠି ଦେଖନ୍ତୁ ଛୁଇଁ ଆଳୁ ଯେତେବେଳେ ଭାଜି ହେଇଯିବ ତାକୁ ଆମେ କାଢି ନେବା। ଅଳ୍ପ ଟିକେ ତେଲ ଆଉ ଗରମ କରିବା, ଜିରା ସୋରିଷ ଶୁଖିଲା ଲଙ୍କାର ଗୋଟେ ଛୁଙ୍କ ଦବା। ଆଉ ଯେହେତୁ ଆମେ ଏଥିରେ ପିଆଜ ରସୁଣ ୟୁଜ କରୁନେ ତେଣୁକରି ଆପଣ ଏମିତି ସିମ୍ପଲ ହିଁ ଛୁଙ୍କ ଦିଅନ୍ତୁ। ଯଦି ଅଦା ପସନ୍ଦ ଅଳ୍ପ ଟିକେ ଅଦା କୋରିକି ମଧ୍ୟ ଆପଣ ପକେଇ ପାରିବେ। ତାପରେ ଆମେ ମସଲା ବଟାକୁ ଆଡ କରିନେବା ଆଉ ଭଲ ଭାବରେ ଏଠି ମସଲାକୁ ଟିକେ ଭାଜି ନେବା। ଆଉ ବହୁତ ଲୋକ କୁହନ୍ତି ସୋରିଷ ମସଲା ବେଶୀ ଭାଜିଲେ ପିତା ହେଇଯାଇଥାଏ, କିନ୍ତୁ ସେମିତି ବିଲକୁଲ ବି ହୁଏନି। ଯଦି ଆପଣ ଲୁଣ ହଳଦୀ ପ୍ରଥମରୁ ଦେଇ ଦେଇଥିବେ ତେଲରେ ନା, ଆପଣଙ୍କର ଜମା ବି ମାନେ ପିତା ଲାଗିବନି। ଆଉ ଆପଣ ଯେତେବେଳେ ବାଟୁଛନ୍ତି ଟିକେ ଲୁଣ ହଳଦୀ ପକେଇ ଯଦି ବି ବାଟୁଛନ୍ତି ଦେଖିବେ ଆପଣଙ୍କର ମସଲା ପିତା ହବନି। ଆଉ ଗୋଟେ ଟିପ୍ସ କହୁଛି, ଆଉ ଯେବେ ବି ଆପଣଙ୍କର ବେସର ତରକାରୀ ବନେଇବାର ଥିବ ଆପଣ ଗୋଟେ କାମ କରିବେ, ଆଗୁଆ ଟିକେ ବାଟିକି ରଖିଦେବେ ଘଣ୍ଟାଏ ଖଣ୍ଡେ, ଦେଖିବେ ଆପଣଙ୍କର ଜମା ବି ପିତା ହବନି। ମସଲା ଦେଇ ସାରିଲା ପରେ ଏଠି ମୁଁ ହଳଦୀ ଗୁଣ୍ଡ କାଶ୍ମୀରୀ ଲଙ୍କା ଗୁଣ୍ଡ ସ୍ୱାଦ ଅନୁସାରେ ଲୁଣ ଦେଇ ଦେଇଥିଲି ତରକାରୀ ପାଇଁ। ଆଉ ଭଲ ଭାବରେ ଏବେ ଆମେ ଆକୁ କଷିବା। ଯେହେତୁ ଆମେ ଟମାଟର ପକେଇକି ମାନେ ମସଲାଟା ବାଟିଛେ ତ ଭଲ ଭାବରେ ଏଟା କଷି ହେବା ଟିକେ ଦରକାର, ଯାହା ଫଳରେ ଆମର ତରକାରୀର ଟେଷ୍ଟ ବହୁତ ସୁନ୍ଦର ଆସିବ। ଏଠି ମୁଁ 3-4 ମିନିଟ୍ ପାଇଁ ମିଡିୟମ ଫ୍ଲେମରେ ବଢିଆ ସେ କୁକ୍ କରିନେଇଥିଲି। ଆଉ ଦେଖନ୍ତୁ ଏବେ ପାଣି ଅଂଶ ମରିଯାଇଛି, ହାଲକା ହାଲକା ତେଲ ମଧ୍ୟ ଉପରକୁ ପଳେଇ ଆସିଲାଣି। ଆମେ ଟିକେ ଏବେ ଓପନ ପ୍ୟାନ କରିକି ଏମିତି ଟିକେ କଷି ନେବା। ଆଉ ତାପରେ ଆମେ ଛୁଇଁ ଆଳୁକୁ ଏଠି ଡାଇରେକ୍ଟ ଆଡ କରିନେବା। ଆଉ ଛୁଇଁ ଆଳୁକୁ ଦେଇକି ଆଉ 2-3 ମିନିଟ୍ ଆପଣ ମିଡିୟମ ଫ୍ଲେମରେ ଭଲ ଭାବରେ ଟିକେ କଷି ନିଅନ୍ତୁ। ଯଦି ଆପଣଙ୍କ ମସଲା ଏଠି ସୁଖା ସୁଖା ହେଇଯାଇଛି ଅଳ୍ପ ଅଳ୍ପ ପାଣି ଦେଇକି ମଧ୍ୟ ଆପଣ କଷି ପାରିବେ, ଯାହା ଫଳରେ ଆପଣଙ୍କର ମସଲା ପୋଡିବନି ଆଉ ମସଲାର ଟେକ୍ସଚର ମଧ୍ୟ ବହୁତ ସୁନ୍ଦର ରହିବ। এইটি ମୁଁ ହାଲକା ପାଣି ଦେଇକି ବଢିଆ ଭାବରେ ଛୁଇଁ ଆଳୁକୁ କଷି ନେଇଥିଲି, ଆଉ ବହୁତ ଭଲ ଭାବରେ ଆମର କଷି ଆସିଲାଣି, ବାସ୍ନା ମଧ୍ୟ ସୁନ୍ଦର ଆସିଗଲାଣି। ଏବେ ଆମେ ପାଣି ଆଡ କରିଦବା। ପାଣି ଆପଣଙ୍କୁ ଯେତିକି ଦରକାର ଆପଣ ଆଡ କରିପାରିବେ। ମୁଁ ଏଠି ଝୋଳକୁ ନା ବେଶୀ ମୋଟା ରଖୁଛି ନା ବେଶୀ ପତଳା, ମିଡିୟମ ରଖିବି, ତ ସେଇ ହିସାବରେ ଏଠି ମୁଁ ପାଣିଟାକୁ ଆଡ କରିଛି। ଆପଣଙ୍କୁ ଯେମିତି ପସନ୍ଦ ଆପଣ ସେତିକି ହିସାବରେ ପାଣିଟା ଆଡ କରିପାରିବେ। ଆଉ ଏବେ ଆମେ ଭଲ ଭାବରେ ଟିକେ ମିକ୍ସ କରିନେବା। ମିକ୍ସ କରିକି ଆମେ ଆକୁ 10 ମିନିଟ୍ ପାଇଁ ଲୋ ଫ୍ଲେମରେ ରଖିନେବା ଘୋଡେଇକି, ଯାହା ଫଳରେ ଆମର ଛୁଇଁ ଆଳୁ ବଢିଆ ସେ ସିଝିଯିବ ଆଉ ତରକାରୀ ମଧ୍ୟ ଟିକେ ଗାଢା ହେଇଯିବ। 10 ମିନିଟ୍ ପରେ ଏଠି ଆପଣମାନଙ୍କୁ ଦେଖନ୍ତୁ ଛୁଇଁ ଆଳୁ ତରକାରୀ ଆମର ପୁରା ରେଡି। ଟିକେ ବାସ୍ ହାଲକା ହାତରେ ମିକ୍ସ କରନ୍ତୁ। ଯଦି ଆପଣଙ୍କ ପାଖରେ ଧନିଆ ପତ୍ର ଅଛି ଉପରୁ ହାଲକା ଟିକେ ଦେଇଦେବେ, ବଢିଆ ବାସ୍ନା ଆସିବ। ଯେହେତୁ ବିନା ପିଆଜ ରସୁଣ ତରକାରୀ ଧନିଆ ପତ୍ରଟା ଦେଲେ ବଢିଆ ଲାଗିଥାଏ। ଆଉ ଯଦି ନାହିଁ ସ୍କିପ୍ କରିପାରିବେ। ଆପଣ ଆକୁ ଗରମା ଗରମ ଅରୁଆ ଭାତ ସାଙ୍ଗରେ ସର୍ଭ କରିପାରିବେ, ରୁଟି ସାଙ୍ଗରେ ଖାଇପାରିବେ, ପରଟା ସାଙ୍ଗରେ ବି ଖାଇପାରିବେ, ବହୁତ ବଢିଆ ଲାଗିଥାଏ। କେମିତି ଲାଗିଲା ଛୋଟ ରେସିପିଟି ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଯଦି ନୂଆ ଦେଖୁଛନ୍ତି ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି। फेसबुक पेज रे देखुथिले निहाती एबे पेज को फॉलो करिवे, लाइक शेयर देबे, कमेंट माध्यम रे आपनक मतामत को शेयर करिवे। जदि ए जे आपण माने मोर इंस्टाग्राम पेज को फॉलो करनांदी निहाती एबे फॉलो करनियंतु। आ जदि किछि नुवा रेसिपी देखिया को चाहछनी कमेंट सेक्शन रे लिखिया को जम्मा भी भूलिबेनी। आगो को ओडिया बो एम्ति बहुत सारा बढ़िया बढ़िया रेसिपी सब नेकी आसीबो। त आजि पई एतिकी। जय श्री जगन्नाथ।